ଏ ପ୍ରସଙ୍ଗରେ ମନରେ ଯେତେବେଳେ ଭାବ ଉଦ୍ରେକ ହେଉଛି ସେ ସମୟରେ ଗୋଟେ ଖବରକାଗଜରେ ଗୋଟେ ସମ୍ବାଦ ବାହାରିଲା ଯେ କମାରମାନଙ୍କ ସଭା ହେଲା ଏବଂ କମାରମାନେ ଦାବି କଲେ ଯେ ତାଙ୍କୁ ST ତାଲିକାଭୁକ୍ତ କରାଯାଉ। ମୋ ମନରେ ଆଗ୍ରହ ହେଲା, ମୁଁ ଯାଇକି ଧଇଲି, ମୁଁ କହିଲି ହଇ ଆଶିଷ ଭାଇ, ସେ ପୁରୁଣା କାମ ତ ତୁଟୁ ନାହିଁ, ଏ ନୂଆ ନାଟକ କାହିଁକି କରୁଛ? ନା ସଜନ ଭାଇ ଗୋଟେ କଥା ବୁଝେଇଦେଲେ। କହିଲେ କହୁନ? ନା ଲୁହା କେଉଁଠି ବାହାରେ? ମାଟିରୁ। କେଉଁ ମାଟି? ପାହାଡ଼। କହିଲେ ବଣ ଜଙ୍ଗଲ ମାଟି। ନା ବଣ ଜଙ୍ଗଲରେ ରହି ମାଟିକୁ ଚିହ୍ନି ସେଥିରୁ ଲୁହା ବାହାର କରି ବିଭିନ୍ନ ପ୍ରକାର ସରଞ୍ଜାମ ତିଆରି କରି ଯୁଗ ଯୁଗ ଧରି ଯିଏ ଆପଣଙ୍କର ସେବା କରିକରି ଆସିଲା ତାକୁ ଆପଣ ST ତାଲିକାଭୁକ୍ତ କରିବାକୁ ଚାହୁଁନାହାନ୍ତି? ମୁଁ ଆଜି ପର୍ଯ୍ୟନ୍ତ ବି ସେ କଥାର ଉତ୍ତର ଦେଇପାରିନି, କିନ୍ତୁ ସେ କଥା ଆଉ ଗୋଟେ ଦୃଷ୍ଟି ମୋର ମାନେ ମଜବୁତ କଲା। ସେଇଟା ହେଉଛି ହଁ ତ ସତରେ ଆମେ ସାରା ଦୁନିଆକୁ ଧାତୁର ଜ୍ଞାନ ଦେଇଛୁ, ଆଜ୍ଞା, ଷ୍ଟିଲର ଜ୍ଞାନ ଦେଇଛୁ, କଂସାର ଦେଇଛୁ, ପିତ୍ତଳର ଦେଇଛୁ, ତବାର ଦେଇଛୁ, ସେ ଜ୍ଞାନ ତ ଆମେ ଦେଇଛୁ। ଆଜି ବି ଆମର ଭିନ୍ନ ଭିନ୍ନ ସ୍ଥାନରେ କଂସାରୀ ସାହି ଅଛି, କମାର ସାହି ଅଛି। ତ ଆମର ଏଇ ଜିନିଷ ଗୁଡ଼ିକ ମଧ୍ୟ ସେ ସମୟରେ ବୋଇତରେ ଯାଉଥିଲା। ଆଜ୍ଞା, ତ ଯେଉଁ ବ୍ୟବସାୟ କରିକିରି ଆମେ ବଡ଼ ହେଇଥିଲୁ, ଯାହା ଯେଉଁ କାରଣରୁ ଆମେ ସବୁ କୀର୍ତ୍ତି ଗଢ଼ିଥିଲୁ,